आज ଏହି ଭିଡ଼ିଓ ମଧ୍ୟରେ ମୁଁ ଆପଣଙ୍କୁ ଜଣାଇବି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ୱାରା ଆପଣଙ୍କୁ ଯେଉଁ ବେନିଫିଟ୍ ଆପଣଙ୍କୁ ମିଳିବ ତ ସେ ବିଷୟରେ ଆଜି ମୁଁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ତ ଆପଣ ଜାଣିଥିବେ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଯେଉଁଟାକି ଲେବର କାର୍ଡ଼ ଆପଣ କହୁଛନ୍ତି। ତ ଲେବର କାର୍ଡ଼ ଆପଣଙ୍କର ଯଦି ଅଛି ତ ଆପଣଙ୍କୁ ସରକାରଙ୍କ ପାଖରୁ କ'ଣ ଆପଣ ବେନିଫିଟ୍ ପାଇପାରିବେ। ତ ଲେବର କାର୍ଡ଼ ପାଇବାର ଯୋଗ୍ୟତା ହେଉଛି ଆପଣଙ୍କୁ 18ରୁ 60 ବର୍ଷ ମଧ୍ୟରେ ହୋଇଥିବା ଦରକାର। ଯଦି ଆପଣଙ୍କର ପାଖରେ ଲେବର କାର୍ଡ଼ ଅଛି ତ ଆପଣ କେଉଁ ବେନିଫିଟ୍ ଆପଣ ସରକାରଠୁ ପାଇପାରିବେ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ସର୍ବପ୍ରଥମେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଶୋ କରୁଛି, ଦେଖାଉଛି ଆପଣଙ୍କୁ। ତ ସର୍ବପ୍ରଥମେ ଦେଖନ୍ତୁ ଶିକ୍ଷା ସହାୟତା। ଯଦି ଆପଣଙ୍କ ପାଖରେ ଲେବର କାର୍ଡ଼ ଅଛି ତ ଆପଣଙ୍କୁ ଶିକ୍ଷା ସହାୟତା ଆପଣ ସରକାରଙ୍କ ପାଖରୁ ପାଇପାରିବେ। ତ କେମିତି ପାଇବେ ଶିକ୍ଷା ସହାୟତା? ବାର୍ଷିକ 2,000 ଟଙ୍କାରୁ 40,000 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ମିଳିବ। ତ କିଏ ପାଇବେ? ବିଭିନ୍ନ ଶିକ୍ଷା ନିମନ୍ତେ ସର୍ବାଧିକ 2ଟି ସନ୍ତାନ ନିମନ୍ତେ ଆପଣ ପାଇପାରିବେ। ଯଦି ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କର 2ଟି ଲେବର କାର୍ଡ଼ ଅଛି ସେଥିମଧ୍ୟରୁ ଜଣଙ୍କୁ ହିଁ ମିଳିବ। କେବଳ କେତୋଟି ସନ୍ତାନ ପାଇଁ? 2ଟି ସନ୍ତାନ ପାଇଁ ଆପଣଙ୍କୁ ମିଳିବ। ତ କେମିତି ମିଳିବ? ଝିଅ ଥିଲେ ଆପଣଙ୍କୁ 6ରୁ ଯେତିକି ପର୍ଯ୍ୟନ୍ତ ସେ ପଢ଼ିବେ ତ ତାଙ୍କ ସେତିକି ଦିନ ପର୍ଯ୍ୟନ୍ତ ତାଙ୍କୁ ସ୍କଲାରସିପ୍ ମିଳିବ। ଯୋଉଟାକି ଦେଖନ୍ତୁ ଲେଖା ହେଇଛି କେତେ, ବାର୍ଷିକ 2,000 ଟଙ୍କାରୁ 40,000 ଟଙ୍କା ପର୍ଯ୍ୟନ୍ତ। ତ ଷଷ୍ଠ କ୍ଲାସରୁ ଆପଣଙ୍କୁ, ଷଷ୍ଠରେ ପଢ଼ିଲା ବେଳେ ଝିଅ, ତାହେଲେ ଆପଣ ଲେବର କାର୍ଡ଼ ସ୍କଲାରସିପ୍ ଆପଣଙ୍କୁ ମିଳିବ। ଯଦି ଆପଣଙ୍କର ପୁଅ ପିଲା ଅଛନ୍ତି ତ ପୁଅ ପାଇଁ 8ମ ଶ୍ରେଣୀ ପାଖରୁ ପୁଅଙ୍କୁ ମିଳିବ। ତ ଝିଅ ହେଲେ 6ଠ ପାଖରୁ, ପୁଅ ହେଲେ 8ମ ପାଖରୁ। କେତେ ମିଳିବ ନା ବର୍ଷକୁ 2,000 ଟଙ୍କାରୁ 40,000 ଟଙ୍କା ପର୍ଯ୍ୟନ୍ତ। ଏଇଟା ହେଲା ଆପଣଙ୍କର ଶିକ୍ଷା ସହାୟତା ଯଦି ଆପଣଙ୍କର ଲେବର କାର୍ଡ଼ ଅଛି। ଯଦି ଲେବର କାର୍ଡ଼ ଅଛି ତାପରେ ଆପଣଙ୍କ ପାଖରେ ତ ନିର୍ମାଳ କୁସୁମ ଆଉ ଗୋଟେ ସ୍କିମ୍ ଆପଣଙ୍କ ସାମ୍ନାରେ ଶୋ କରୁଛି, ଦେଖନ୍ତୁ ନିର୍ମାଳ କୁସୁମ। ତ ନିର୍ମାଳ କୁସୁମରେ ଆପଣଙ୍କୁ କ'ଣ ମିଳିବ? ଯଦି ନିର୍ମାଳ କୁସୁମରେ ଆପଣଙ୍କୁ ସରକାରୀ ଶିକ୍ଷାନୁଷ୍ଠାନ ବା ITI ଏବଂ ପଲିଟେକ୍ନିକ୍ ଶିକ୍ଷା ବାବଦରେ ସମସ୍ତ ଆର୍ଥିକ ସହାୟତା। ଯଦି ଆପଣଙ୍କର ପିଲା ITI କିମ୍ବା ପଲିଟେକ୍ନିକ୍ ପାଠ ପଢ଼ୁଛନ୍ତି ତ ଆପଣଙ୍କୁ ଶିକ୍ଷା ସହାୟତାରେ ତ ଯେତିକି ଟଙ୍କା ମିଳିଲା ତା ସହିତ ନିର୍ମାଣ କୁସୁମ ଟଙ୍କା ମଧ୍ୟ ଆପଣଙ୍କୁ ମିଳିବ। ତ ଏଟା କେତେ ମିଳିବ ଏଟା ତ ଏଠାରେ ମେନସନ୍ କରାହେଇନାହିଁ। ଯଦି ସେ ବିଷୟରେ ମୋତେ ଇନଫର୍ମେସନ୍ ମିଳିଯିବ ମୁଁ ଆପଣଙ୍କୁ ସେ ବିଷୟରେ ନେକ୍ସଟ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣେଇବି। ତ ବର୍ତ୍ତମାନ ଦେଖିବା, ତାପରେ ଆପଣଙ୍କୁ ମିଳିବ 3 ନମ୍ବର ବେନିଫିଟ୍ କ'ଣ ମିଳିବ? ବିବାହ ସହାୟତା। ଯଦି ଆପଣଙ୍କ ପାଖରେ ଲେବର କାର୍ଡ଼ ଅଛି ତ ଆପଣଙ୍କୁ ମିଳିବ ବିବାହ ସହାୟତା। କେତେ ଟଙ୍କା ମିଳିବ ନା 50,000 ଟଙ୍କା ଲେଖାଏଁ ମିଳିବ ଆପଣଙ୍କୁ। ସର୍ବାଧିକ 2ଟି କନ୍ୟା ସନ୍ତାନ ନିମନ୍ତେ ଓ ପଞ୍ଜୀକୃତ ଅବିବାହିତ ମହିଳା ଶ୍ରମିକ ନିମନ୍ତେ। ଯଦି ଆପଣ ବାହା ହେଇଛନ୍ତି ତ ଆପଣଙ୍କର 2ଟି ଯଦି କନ୍ୟା ସନ୍ତାନ ମାନେ ଝିଅ ପିଲା ଅଛନ୍ତି ତ ପ୍ରତ୍ୟେକ ଝିଅ ପିଲାର ବାହାଘର ପାଇଁ ଆପଣଙ୍କୁ ଏକକାଳୀନ ମିଳିବ 50,000 ହିଁ ମିଳିବ। 2ଟି ଝିଅଙ୍କୁ ବାହା କରିବେ ମାନେ ଆପଣଙ୍କୁ 1,00,000 ଟଙ୍କା ମିଳିବ। 50 ଗୋଟେ ଝିଅ ପାଇଁ 50 ଆଉ ଅନ୍ୟ ଗୋଟେ ଝିଅ ପାଇଁ 50। କିନ୍ତୁ ପୁଅ ପିଲାଙ୍କର ବାହାଘର ପାଇଁ ଆପଣଙ୍କୁ କୌଣସି ଟଙ୍କା ସରକାର ଦେବେ ନାହିଁ। ଯଦି ଆପଣଙ୍କର ଲେବର କାର୍ଡ଼ ଅଛି ଏବଂ ଆପଣ ବାହା ହୋଇନାହାନ୍ତି, ଏଠି ଲେଖନ୍ତୁ, ଲେଖା ହେଇଛି ଅବିବାହିତ ମହିଳା। ଯଦି ଆପଣ ବାହା ହେଇନାହାନ୍ତି, ଆପଣଙ୍କର ଲେବର କାର୍ଡ଼ ଅଛି ତ ଆପଣଙ୍କୁ ମଧ୍ୟ 50,000 ଟଙ୍କା ମିଳିବ। ନେକ୍ସଟ ବେନିଫିଟ୍ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ପ୍ରସୂତିକାଳୀନ ସହାୟତା। ଯଦି ଆପଣଙ୍କର ଲେବର କାର୍ଡ଼ ଅଛି ଏବଂ ଆପଣଙ୍କୁ ପ୍ରସୂତିକାଳୀନ ସହାୟତା 10,000 ଟଙ୍କା ଲେଖାଏଁ ଆପଣଙ୍କୁ ମିଳିବ। ତ କେତେ ପର୍ଯ୍ୟନ୍ତ ମିଳିବ? ସର୍ବାଧିକ 2 ଛୁଆ ପ୍ରସବ ନିମନ୍ତେ ଆପଣଙ୍କୁ ମିଳିବ। ଏଇଟା ଜାଣିଲେ ଆପଣ କାଳୀନ ସହାୟତା। ତ ତାପରେ ଦେଖନ୍ତୁ ଆପଣଙ୍କୁ ମିଳିବ ମୃତ୍ୟୁକାଳୀନ ସହାୟତା। ଯଦି ଆପଣଙ୍କ ପାଖରେ ଲେବର କାର୍ଡ଼ ଅଛି ତ ଆପଣଙ୍କୁ ଲେବର କାର୍ଡ଼ ଥାଇ ଆପଣ ମୃତ୍ୟୁବରଣ କରିଛନ୍ତି ତ ମୃତ୍ୟୁବରଣ କରୁଛନ୍ତି କେବେରୁ କେବେ ମରିବା ଦରକାର? 18 ବର୍ଷରୁ 60 ବର୍ଷ ଭିତରେ ଆପଣଙ୍କର ମୃତ୍ୟୁ ହେଇଯାଉଛି। କେମିତି? ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ 3 ଲକ୍ଷ ଟଙ୍କା ମିଳିବ ଆପଣଙ୍କୁ। ଯଦି କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ 6 ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ। ସ୍ୱାଭାବିକ ମୃତ୍ୟୁ ମାନେ ମୃତ୍ୟୁ ଯେମିତିକି ଆପଣଙ୍କର ରୋଗରେ ମୃତ୍ୟୁ କିମ୍ବା କୌଣସି ଦୁର୍ଘଟଣା ବାହାରେ ଯୋଉଟାକି କାର୍ଯ୍ୟସ୍ଥଳରେ ନୁହଁ, ସେଇଭଳିଆ କ୍ଷେତ୍ରରେ ଆପଣଙ୍କୁ ଏକକାଳୀନ 3 ଲକ୍ଷ ଟଙ୍କା ଆପଣଙ୍କୁ ସରକାର ପ୍ରଦାନ କରିବେ। ଯଦି ଆପଣ କାର୍ଯ୍ୟସ୍ଥଳରେ ଯୋଉଠି କାମ କରୁଛନ୍ତି ସେଇ ସ୍ଥାନରେ ଯଦି ଆପଣ ମୃତ୍ୟୁବରଣ କରୁଛନ୍ତି ତ ଆପଣଙ୍କୁ 6 ଲକ୍ଷ ଟଙ୍କା ଦେବେ ଏକକାଳୀନ। ତାର ମଧ୍ୟ ବୟସ କ୍ରାଇଟେରିଆ ଅଛି, ଦେଖନ୍ତୁ 18 ବର୍ଷରୁ ଆପଣଙ୍କୁ 60 ବର୍ଷ ହେଇଥିବା ଦରକାର।
ଏହି କ୍ଷେତ୍ରରେ ଆପଣଙ୍କୁ ମୃତ୍ୟୁକାଳୀନ ସହାୟତା ସରକାର ଦେବେ। ତାପରେ ଦେଖନ୍ତୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା। ଯଦି ଆପଣ ଅନ୍ତ୍ୟେଷ୍ଟିକ୍ରିୟା ମାନେ ଆପଣ ବୁଝିପାରୁଥିବେ, ଯଦି ଆପଣ କାର୍ଡ ଅଛି, ଲେବର କାର୍ଡ ଅଛି, ତ ଆପଣ ଯଦି ମରିଯାଇଛନ୍ତି, ତ ମରିଗଲା ପରେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଏକକାଳୀନ 5,000 ଟଙ୍କା ଆପଣଙ୍କୁ ମିଳିବ ପ୍ରତ୍ୟେକ ପଞ୍ଜୀକୃତ ନିର୍ମାଣ ଶ୍ରମିକ ନିମନ୍ତେ 60 ବର୍ଷ ପର୍ଯ୍ୟନ୍ତ। ତ ଏଇଟା ଆପଣ ବୁଝିପାରୁଥିବେ। ତାପରେ ଦୁର୍ଘଟଣା ଜନିତ ଅକ୍ଷମତା, କାର୍ଯ୍ୟସ୍ଥଳରେ ଦୁର୍ଘଟଣା ଜନିତ ଅକ୍ଷମତା କ୍ଷେତ୍ରରେ 1,50,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଯଦି ଆପଣ ଯୋଉ ଜାଗାରେ କାମ କରୁଛନ୍ତି, କାମ ସମୟରେ ଆପଣଙ୍କର ଦୁର୍ଘଟଣା କୌଣସି କାରଣବଶତଃ ହେଇଗଲା, ତ ଆପଣଙ୍କୁ ଦୁର୍ଘଟଣା ଜନିତ ସହାୟତା 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ମିଳିପାରିବ। ତାପରେ ଆଶ୍ରୟ ଯୋଜନା, ଏଇଟା ଦେଖିପାରୁଥିବେ, ସହରାଞ୍ଚଳରେ ପ୍ରବାସୀ ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ସାମୟିକ ଆଶ୍ରୟ ସ୍ଥଳ। ଆଶ୍ରୟ ଯୋଜନା ହଉଛି ସହରାଞ୍ଚଳରେ ଯୋଉ କାମ କରୁଛନ୍ତି ବା ସହରାଞ୍ଚଳରେ ଯୋଉମାନେ କାମ କରୁଛନ୍ତି ତାଙ୍କର ଶ୍ରମିକ କାର୍ଡ ବା ଲେବର କାର୍ଡ ଅଛି, ତ ସେମାନଙ୍କୁ ସାମୟିକ ଆଶ୍ରୟସ୍ଥଳୀ ସରକାରଙ୍କ ତରଫରୁ ପ୍ରଦାନ କରାଯିବ। ଏ ଥିଲେ ଆପଣଙ୍କର ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଯୋଉ ଆପଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି, 8 ପ୍ରକାର ଆପଣଙ୍କୁ ରାଶି ପ୍ରଦାନ କରାଯାଉଛି। ତ ଆପଣଙ୍କ ପାଖରେ ଲେବର କାର୍ଡ ଅଛି କି ନାହିଁ କମେଣ୍ଟରେ ଜଣାନ୍ତୁ। ଯଦି ନାହିଁ, ତ ଲେବର କାର୍ଡ କରିବା ପାଇଁ କଣ ଡକୁମେଣ୍ଟସ ଦରକାର, ତାର ଗାଇଡଲାଇନ କ୍ରାଇଟେରିଆ କଣ ଅଛି, ନେକ୍ସଟ ଭିଡିଓ ମୁଁ ଆପଣଙ୍କ ପାଇଁ ଆଣିଦେବି। ତ କମେଣ୍ଟରେ ନିହାତି ଆପଣଙ୍କର ମତାମତ ଜଣାନ୍ତୁ। ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରନ୍ତୁ। ଏମିତି ସରକାରୀ ଇନଫର୍ମେସନ ଆପଣଙ୍କୁ ରେଗୁଲାର ଆପଣଙ୍କ ପାଇଁ ଆଣି ଦଉଛି। ତ ଚାଲନ୍ତୁ ଡେରି ନକରି ଭିଡିଓଟିକୁ ଏଇଠି ଶେଷ କରିବା।